ଆଜ୍ଞା ନମସ୍କାର। ଆଜି ପୁଣି ପଳେଇ ଆଇଛି କିଏ ନା ଭୂତ ସଭାପତିଙ୍କୁ ଆମେ ଆହୁରି ଥରେ ପୁଣି ପେଲିବା, କାହିଁକିନା ତାଙ୍କ ଭଳୁ ଆମେ ଶୁଣି ଶୁଣି ଆଜ୍ଞା ମୁଣ୍ଡ ଖରାପ ହେଲାଣି, ବୁଝିଲ ତ। ଆସ ପୁଣି ତାଙ୍କୁ ଆସି ଟିକେ ପେଲିଦେବା ଆମେ ଦେଖିକି। ଗୋଟେ ରସିଆନ୍ ଭୂତ ବର୍ଷେ ହେଲା ଜଏନ୍ କରିଛି 40,01,000। ଇରେ ମା ଆଜ୍ଞା 40 ଲକ୍ଷ ଭୂତ ତା ପାଖରେ ରହୁଛନ୍ତି, ମାନେ ଭାବୁଥାଅ 40 ଲକ୍ଷ। ଏବେ ଗୋଟେ ରସିଆନ୍ ଭୂତ ବର୍ଷେ ହେଲା ଜଏନ୍ କରିଛି। ଆଜ୍ଞା ପୁଣି ରସିଆନ୍ ଭୂତ ଏବେ ଆଇଲାଣି। ଆଜ୍ଞା ତମେ ଆଜ୍ଞା ମରିଯାଅ, ତା ପାଖକୁ ଯାଅ, ତା ପାଖରେ ରୁହ। ରସିଆନ୍ ଭୂତ ମରିକି ଆଇଛି, ବୁଝିପାରୁଛ ତ। ଆଜ୍ଞା ଭଡୁଆ କଣ କହିଲାଣି ରସିଆନ୍ ଭୂତ। ଆଜ୍ଞା ବୁଝରେ ଟିକେ ବୁଝ, ପୁଣି କଣ କହୁଛି ଆସ। ଭଲ ବିଧାୟକ ଜଣେ, ସେ ଉତ୍ତମ ପୂଜା ପାଠ ଇତ୍ୟାଦି ସନାତନ ଧର୍ମର ଜଣେ, ତାଙ୍କ ନାଁ ହେଉଛି ନବ ଦାସ। ନବ ଦାସ ସିଏ ବି ଆଙ୍କ ପାଖରେ ଆସିକି ରହିଲେଣି। ଇଏ ଗୋଟେ ବାଳର ମୁଣ୍ଡି କି ମୁଣ୍ଡିର ବାଳ ଆଜ୍ଞା ମୁଁ ବି ଜାଣିପାରୁନି। ତମେ ଜାଣିଥିବ ଯଦି କମେଣ୍ଟ କରି କହିବ। ତାପରେ ଆସ 40 ଲକ୍ଷ ତାଙ୍କ ସିରିଏଲ ନମ୍ବର ଅଛି 40 ଲକ୍ଷ। ଆଜ୍ଞା 40,02,000। ଏ ମା ଆଜ୍ଞା ଏଇଟା କଣ? ଏଇଟା ପାଗଳ ଚୋଦା ନା ଆଜ୍ଞା ମେଣ୍ଟାଲ ଦୋଷ ଅଛି ଏଟା। ଆଜ୍ଞା କୋଉ ପ୍ରକାର ପାଗଳ ମୁଁ ବି ଜାଣିପାରୁନି। ପୁଣି କଣ କହୁଛି ଶୁଣ। ବାବାଙ୍କ ଏଭଳି ମନ୍ତବ୍ୟକୁ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ ଅନେକ ଲୋକେ। ବାବାଙ୍କ ମନ୍ତ୍ର ଏଇଟା ମା ଆଜ୍ଞା ଏଟା ସୁଦୁ ଭଡୁଆଟା। ଏଇଟା ବାବା ନୁହଁ, ଏଇଟା କଣ କହିବା, ଆକୁ କଣ କୁହନ୍ତ? ଆଜ୍ଞା ବୋକା ଚୋଦାଟା, ବାବା ନୁହଁ। କଣ ବୁଝିଲ ତ?